ହେଉଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିର। 1903 ମସିହାରେ ଏହାକୁ ବନ୍ଦ କରାଗଲା। ଏହା ଭିତରେ 120 ବର୍ଷ ବିତିଗଲାଣି। ଏପର୍ଯ୍ୟନ୍ତ ସରକାର କୋଣାର୍କ ମନ୍ଦିର ବନ୍ଦ ରଖିଛନ୍ତି। କୋଣାର୍କ ମନ୍ଦିର 1300 ଶତାବ୍ଦୀରେ ନିର୍ମିତ ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର। ପ୍ରାୟ 1250 ଖ୍ରୀଷ୍ଟାବ୍ଦରେ ଏହା ଉତ୍କଳର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ସେ ଜଣେ ଗଙ୍ଗବଂଶୀୟ ରାଜା ଥିଲେ। ତାଙ୍କର ଜଣେ ମନ୍ତ୍ରୀ ଥିଲେ ଶିବେଇ ସାମନ୍ତରାୟ। ଶିବେଇ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ମନ୍ଦିର କାର୍ଯ୍ୟ ଆରମ୍ଭ କରାଗଲା। ଏଥିରେ 1200 ବଢ଼େଇ ଦିନ ରାତି ଏକ କରି 12 ବର୍ଷ ପର୍ଯ୍ୟନ୍ତ କାମ କରିଚାଲିଥିଲେ। ମନ୍ଦିର ନିର୍ମାଣ କାର୍ଯ୍ୟ ଧୀର ଗତିରେ ଚାଲୁଛି ଭାବି ରାଜା ଲାଙ୍ଗୁଳା ନରସିଂହ ଦେବ ଆଦେଶ ଦେଲେ 12 ଦିନ ମଧ୍ୟରେ ମନ୍ଦିରର କାର୍ଯ୍ୟ ସମାପ୍ତ କରିବା ପାଇଁ, ନଚେତ୍ 1200 ବଢ଼େଇଙ୍କ ମୁଣ୍ଡ କାଟ କରାଯିବ। ସେତେବେଳକୁ ମନ୍ଦିର କାର୍ଯ୍ୟ ପ୍ରାୟ ସରି ଆସିଥାଏ। କେବଳ ମନ୍ଦିରର ଦଧିନଉତି ବସିବା ବାକି ଥାଏ। ତଥାପି ବଢ଼େଇମାନଙ୍କ ମନରେ ଛାନିଆ ପଶିଗଲା। ସେମାନେ ଭୟଭୀତ ହୋଇଗଲେ। ବାରଶହ ବଢ଼େଇଙ୍କ ମଧ୍ୟରେ ଜଣେ ବଢ଼େଇ ଥିଲେ ବିଶୁ ମହାରଣା। ଯେତେବେଳେ ସେ ଘରୁ ମନ୍ଦିର କାର୍ଯ୍ୟ ପାଇଁ ଆସିଥିଲେ, ସେ ସମୟରେ ତାଙ୍କର ସ୍ତ୍ରୀ ଗର୍ଭବତୀ ଥିଲେ ଓ ପଛରେ ତାଙ୍କୁ ଏକ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥିଲା। ବାପ ପୁଅ କେହି କାହାରିକୁ 12 ବର୍ଷ ହେଲା ଦେଖିନଥିଲେ। ପୁତ୍ରଟିର ନାମ ମା ରଖିଥିଲେ ଧର୍ମପଦ। ଧର୍ମପଦ ଧୀରେ ଧୀରେ ବଡ଼ ହେଲା ଓ ସେ ତାର ବାପାଙ୍କୁ ଖୋଜିଲା। ମା ତାକୁ ତା ବାପାଙ୍କ ବିଷୟରେ ସବୁ କଥା କହିଲେ। ସେ ଜିଦ୍ ଧରି ବସିଲା ବାପାଙ୍କ ପାଖକୁ ଯିବ। ଶେଷରେ ମା ଧର୍ମପଦର ଜିଦ୍ ଆଗରେ ହାର ମାନିଲେ। ଧର୍ମପଦ ଯେତେବେଳେ ବାପାଙ୍କ ପାଖକୁ ଆସିବାକୁ ବାହାରିଲା, ତା ମନରେ ଏକ ପ୍ରଶ୍ନ ଉଠିଲା। ସେ ତାଙ୍କ ମାଆକୁ ପଚାରିଲା, ମା, ମୋତେ ବାପା ଚିହ୍ନିବେ କେମିତି? ମା ତାକୁ କହିଲେ, ତୁମେ ଆମ ବାଡ଼ିରେ ଫଳିଥିବା ବରକୋଳି କିଛି ନେଇଯାଅ ଓ ସାଙ୍ଗରେ ଘରର ପୋଷା କୁକୁରକୁ ମଧ୍ୟ ନେଇଯାଅ। ବାପା ବରକୋଳିର ସ୍ୱାଦ ଚିହ୍ନିପାରିବେ ଓ ବଳିଆ କୁକୁର ମଧ୍ୟ
ବାପାଙ୍କୁ ଚିହ୍ନିପାରିବ। ଧର୍ମପଦ ଠିକ୍ ସେୟା କଲା ଓ ବାପାଙ୍କ ପାଖକୁ ବାହାରି ପଡ଼ିଲା। ମନ୍ଦିର ଦ୍ୱାର ଦେଶରେ ପହଞ୍ଚି ଧର୍ମପଦ କୋଳି ବିକ୍ରି କରିବା ଆରମ୍ଭ କରିଦେଲା। କିଛି ବଢ଼େଇ ତାଠାରୁ କୋଳି କିଣିଲେ ଓ ମନ୍ଦିର ମଧ୍ୟକୁ ଚାଲିଗଲେ। କୋଳି ଦେଖୁ ଦେଖୁ ବିଶୁ ମହାରଣା କହିଲେ, ଏ ତ ମୋ ବାଡ଼ି ବରକୋଳି, ଏଠାକୁ କିପରି ଆସିଲା? କୋଳି କିଣିଥିବା ବଢ଼େଇମାନେ କହିଲେ, ମନ୍ଦିର ଦ୍ୱାର ଦେଶରେ ଏକ ଛୋଟ ବାଳକ ଏହାକୁ ବିକ୍ରି କରୁଛି। ଏହା ଶୁଣି ବିଶୁ ମହାରଣା ପିଲାଟି ପାଖକୁ ଧାଇଁଗଲେ ଓ ସେଠାରେ ନିଜ ପୋଷା କୁକୁରକୁ ଦେଖି ସେ ଆଶ୍ଚର୍ଯ୍ୟ ହେଲେ ଓ ପିଲାଟିର ପରିଚୟ ମାଗିଲେ। ଦୀର୍ଘ 12 ବର୍ଷ ପରେ ବାପ ପୁଅଙ୍କର ମିଳନ ହୋଇଥାଏ। ଉଭୟ ଧରାଧରି ହୋଇ କାନ୍ଦିବାକୁ ଲାଗିଲେ। ବିଶୁ ମହାରଣା ନିଜ ପୁଅକୁ ମନ୍ଦିରର କଳାକୃତି ଦେଖାଇବା ପାଇଁ ଭିତରକୁ ନେଇଗଲେ। ଧର୍ମପଦର ଖୁସି କହିଲେ ନ ସରେ। କେବେ ଦେଖିନଥିବା ବାପାଙ୍କୁ ସେ ଆଜି ପାଖରେ ପାଇଛି ଓ ବାପା ତାକୁ ନିଜ ହାତରେ ଗଢ଼ିଥିବା ମନ୍ଦିରକୁ ବୁଲି ଦେଖାଉଛନ୍ତି। କିଛି ସମୟ ମନ୍ଦିର ବୁଲିବା ପରେ ଧର୍ମପଦ ବାପାଙ୍କୁ ପଚାରିଲା, ବାପା, ଏତେ ସୁନ୍ଦର, ଏତେ ବଡ଼ ମନ୍ଦିର ନିର୍ମାଣ କରିସାରିବା ପରେ ବି ବଢ଼େଇମାନେ କେହି ଖୁସିରେ ଥିବା ଭଳି କାହିଁ ଜଣାପଡ଼ୁନାହାନ୍ତି?
ପୁଅ ମୁହଁରୁ ଏ କଥା ଶୁଣି ବିଶୁ ମହାରଣା ଚମକି ପଡ଼ିଲେ ଓ ନିଜେ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଲେ। ବହୁତ ଦିନ ପରେ ପୁଅକୁ ପାଖରେ ପାଇ ରାଜା ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସେ କିଛି ସମୟ ପାଇଁ ଭୁଲି ଯାଇଥିଲେ। ତାଙ୍କ ଆଖି ଛଳ ଛଳ ହୋଇଗଲା। ଏହା ଦେଖି ଧର୍ମପଦ ବାପାଙ୍କ ସମସ୍ୟା ସମ୍ପର୍କରେ ପଚାରିଲା। ବିଶୁ ମହାରଣା କହିଲେ, ନାଇଁରେ ଧରମା, କିଛି ହୋଇନି। ଦୀର୍ଘ 12 ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ମୁଁ ତତେ ପାଇ ବହୁତ ଖୁସି ଅଛି। ଆଜି ଦିନଟା ମୋତେ ଖୁସିରେ ରହିବାକୁ ଦେ। କାଲି ଯଦି ମୁଣ୍ଡ କଟୁଛି କଟିଯାଉ, ଆଉ କିଛି ଦୁଃଖ ନାହିଁ। ମୋ ପାଖରେ ମୋ ପୁଅ ଅଛି। ବାପାଙ୍କ ଠାରୁ ଏପରି କଥା ଶୁଣି ଧର୍ମପଦର ଉତ୍କଣ୍ଠା ଆହୁରି ବଢ଼ିଗଲା। ସେ ବିଶୁ ମହାରଣାଙ୍କୁ ବାଧ୍ୟ କଲା କ'ଣ ହୋଇଛି ଜାଣିବା ପାଇଁ। ପୁଅର ଏପରି ଆଚରଣ ଦେଖି ବାପା ସବୁ କଥା ତାକୁ ଜଣାଇଲେ। କହିଲେ, ଆଜି ରାତି ପାହିଲେ ରାଜା 1200 ବଢ଼େଇଙ୍କର ମୁଣ୍ଡ କାଟ କରିବେ। ଧର୍ମପଦ ସବୁ ଶୁଣିସାରି ବାପାଙ୍କୁ କହିଲା, ବାପା, 1200 ବଢ଼େଇ ଯଦି ମୋତେ ଅନୁମତି ଦିଅନ୍ତି, ତାହେଲେ ଏ ଦଧିନେଉତି ବସାଇବା ପାଇଁ ମୁଁ ଚେଷ୍ଟା କରିବି। ମୋତେ ଅନୁମତି ଦିଆଯାଉ। ବୁଡ଼ି ଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କଲା ପରି 1200 ବଢ଼େଇ ରାଜି ହୋଇଗଲେ ଓ ଧର୍ମପଦ ରାତାରାତି ମନ୍ଦିର ଉପରେ ଚଢ଼ିଲା। ଆଶ୍ଚର୍ଯ୍ୟର କଥା, ଯାହା 1200 ବଢ଼େଇମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଯାଇଥିଲା, ତାହା ଏକ 12 ବର୍ଷର ଛୋଟ ପିଲା କରି ଦେଖାଇଦେଲା। ଏହା ଦେଖି ବିଶୁ ମହାରଣାଙ୍କ ଛାତି ଗର୍ବରେ ଫୁଲି ଉଠିଥାଏ। ସମସ୍ତେ 1200 ବଢ଼େଇ ଖୁସିରେ ନାଚିବାକୁ ଲାଗିଲେ। ଚାରିଆଡ଼େ ଆନନ୍ଦର ଛାୟା ଖେଳିଗଲା।
ଧର୍ମ ବି ବାପାଙ୍କ ଖୁସି ଦେଖି ଖୁସି ଥାଏ। କିନ୍ତୁ ଏ ଖୁସି ବେଶୀ ସମୟ ପର୍ଯ୍ୟନ୍ତ ରହିଲା ନାହିଁ। ବଢ଼େଇମାନେ ଆସି ବିଶୁ ମହାରଣାଙ୍କୁ କହିଲେ, କାଲି ସକାଳ ହେଲେ ରାଜା ଯେତେବେଳେ ଜାଣିବେ ଯାହା 1200 ବଢ଼େଇ କରିପାରିଲେ ନାହିଁ, ତାକୁ ଏକ 12 ବର୍ଷର ବାଳକ କରି ଦେଖାଇଲା, ତାପରେ ଆମ ମୁଣ୍ଡ ରହିବ ତ? କୁହ ବିଶୁ କୁହ, ତୁମ ପାଇଁ ପୁଅ ବଡ଼ ନା 1200 ବଢ଼େଇଙ୍କ ଜୀବନ ବଡ଼? ଏସବୁ ଦେଖି ଧର୍ମପଦ ନିଷ୍ପତ୍ତି ନେଲା ନିଜ ଜୀବନ ତ୍ୟାଗ କରିବ। ସେ ତାର ପିଲାଳିଆ ବୁଦ୍ଧିରେ ବାପାଙ୍କୁ ବୁଝେଇ ଦେଇଗଲା, ବାପା, ତୁମେ ଥିଲେ ମୋ ପରି ଧର୍ମପଦ ପୁଣି ଏ ପୃଥିବୀ ପୃଷ୍ଠକୁ ଆସିବ, କିନ୍ତୁ ତୁମେ ଚାଲିଗଲେ ମୋତେ ବାପଟେ କିଏ ଦେବ? ମୁଁ ପୁଣି ଆସିବି ବାପା, ତୁମରି ଅରସରୁ ପୁଣି ଜନ୍ମ ନେବି। ଏହା କହି ଧର୍ମା ମନ୍ଦିର ଉପରୁ ସମୁଦ୍ରକୁ ଡେଇଁ ପଡ଼ିଲା ଓ ସମାଜକୁ ପିତୃଶକ୍ତିର ବାର୍ତ୍ତା ଦେଇଗଲା। ଏସବୁ ଘଟଣା ରାଜାଙ୍କ ଅଛୁପା ରହିଲା ନାହିଁ। ପରଦିନ ସକାଳୁ ଏହି କଳଙ୍କିତ ଘଟଣା ଚାରିଆଡ଼େ ପ୍ରଘଟ ହୋଇଗଲା। ରାଜା ବିଚାର କଲେ, ଯେଉଁ 1200 ବଢ଼େଇଙ୍କ ଜୀବନ ବଞ୍ଚାଇବା ପାଇଁ 12 ବର୍ଷର ଧର୍ମପଦ ନିଜ ଜୀବନ ହାରି ଦେଇଛି, ସେମାନଙ୍କୁ ଦଣ୍ଡ ଦେଲେ ଧର୍ମାର ଆତ୍ମାକୁ ଶାନ୍ତି ମିଳିବ ନାହିଁ। କିନ୍ତୁ ଯେହେତୁ ମନ୍ଦିର ଉପରୁ ଡେଇଁ ସେ ଆତ୍ମହତ୍ୟା କରିଛି, ସେଥିପାଇଁ ମନ୍ଦିର ଅପବିତ୍ର ହୋଇସାରିଛି। ମନ୍ଦିର ଆଉ ପ୍ରତିଷ୍ଠା ହେବ ନାହିଁ।
ଯେହେତୁ ଆପଣମାନେ ଶେଷ ପର୍ଯ୍ୟନ୍ତ ମୋର ଏହି ଭିଡ଼ିଓଟି ଦେଖିଛନ୍ତି, ଆପଣଙ୍କୁ ଧନ୍ୟବାଦ। ଯଦି ଏହା ଆପଣଙ୍କୁ ଭଲ ଲାଗିଛି ତେବେ ଏହି ଭିଡ଼ିଓଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।